ଗତକାଲିର କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆମେ ଆସି ଆଜି ପହଞ୍ଚିଛୁ ମାର୍ଥାପୁରରେ ଯେଉଁ ଅଛନ୍ତି ମୃତ ଛାତ୍ରୀ ତାଙ୍କ ଘରେ ଅଛୁ ଏବଂ ଏଠି ବିରୋଧୀ ଦଳ ନେତା କଥା କୁହନ୍ତୁ ଶାସକ ଦଳ ଯିଏ ଅଛନ୍ତି ବିଧାୟକ ଅଛନ୍ତି ସେ ବି ଉପସ୍ଥିତ ଅଛନ୍ତି ଆମ ସହିତ ଅଛନ୍ତି ଅଧିକ ଆଲୋଚନା କରିବା ଯିଏ ଅଛନ୍ତି ସରପଞ୍ଚ ମହୋଦୟ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା ଆଜ୍ଞା ଆପଣ କହିବେ ରଞ୍ଜନ ବାରିକ ସରପଞ୍ଚ ଯମୁନାଗୋଡ଼ ଗ୍ରାମ ପଞ୍ଚାୟତ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି ତାକୁ ନେଇ ରାଜନୀତି ଏ ବିଷୟ କଣ ଏ ତ ବଡ ଦୁଃଖ ଏବଂ ପରିତାପର ବିଷୟ। ବର୍ତ୍ତମାନ এই ଦୁଃଖଦ ସମୟରେ ଆମେ ରାଜନୀତି କରିବା ଉଚିତ ନୁହେଁ। ଆମର ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀଯୁକ୍ତ ଶତ୍ରୁଘ୍ନ ମହୋଦୟ ଆସେମ୍ବଲି ଚାଲିଥିଲା ସେ ଭୁବନେଶ୍ୱରରୁ ଆସି ସେ ଝିଅର ଘରେ ପହଞ୍ଚିଥିଲେ ତାଙ୍କ ବାପା ମାଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ଦୁଃଖ ପ୍ରକାଶ କରିଥିଲେ ଏବଂ ସେ କଥା ଦେଲେ ଯେ ଦୋଷୀ 24 ଘଣ୍ଟା ଭିତରେ ନିଶ୍ଚିନ୍ତ ଧରା ପଡିବ ଏବଂ ତାକୁ ଏଭଳି ଦଣ୍ଡ ଦିଆଯିବ ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି ହେବ କାମାକ୍ଷାନଗର ପାଇଁ। ଏବଂ ବଡ଼ ଦୁଃଖ ଲାଗୁଛି ଏଇ ଟାଇମରେ ଯେଉଁମାନେ ରାଜନୀତିକରଣ କରିବା ପାଇଁ ଆସୁଛନ୍ତି ବିଗତ 24 ବର୍ଷ ଭିତରେ ବେବିନା କୁହନ୍ତୁ ପରୀ କୁହନ୍ତୁ କୁନ୍ଦୁଲି କୁହନ୍ତୁ ଇତିଶ୍ରୀ କୁହନ୍ତୁ ବେବିନା କୁହନ୍ତୁ ଏମିତି ବହୁତ ଝିଅମାନେ ନିର୍ଯାତିତ ହେଇଛନ୍ତି। ସେତେବେଳେ ଏଇ ଯୋଉ ଆଜି ଯୋଉ ନାରୀ ନେତ୍ରୀ ମାନେ ଆସିଛନ୍ତି ଏବଂ ଯେଉଁମାନେ ଆସିକିରି ଆଜି ଏଠି ରାଜନୀତି କରୁଛନ୍ତି ସେଥିପାଇଁ ଆମେ ତୀବ୍ର ନିନ୍ଦା କରୁଛୁ। ବିରୋଧୀ ଦଳ ଯୋଉମାନେ ଅଛନ୍ତି ଭୂମିକାରେ ଅଛନ୍ତି ସେମାନେ କହୁଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନିଆହେଇନି ଏବଂ ସରକାରକୁ ଦୋଷ ଦଉଛନ୍ତି ଏ ବିଷୟରେ କହୁଛନ୍ତି ନିଶ୍ଚିନ୍ତ ପଦକ୍ଷେପ ନିଆଯିବ ଏବଂ ବିଧାୟକ ଏଠି କଥା ଦେଇଛନ୍ତି ଏବଂ କଲେକ୍ଟରଙ୍କୁ ମଧ୍ୟ ଫୋନ କରିଛନ୍ତି ଏସପିଙ୍କୁ ଫୋନ କରିଛନ୍ତି ଯେ 24 ଘଣ୍ଟା ମଧ୍ୟରେ ନିଶ୍ଚିନ୍ତ ସେ ଯେ ଦୋଷୀ ଏଭଳି ଦଣ୍ଡ ପାଇବ ଏକ ଉଦାହରଣ ସୃଷ୍ଟି ହେବ। କାରଣ କେହି ଜଣେ ନହେଲେ ଝିଅ ବୋହୂ ମାନେ ପଦାକୁ ଆଗାମୀ ଦିନରେ ବାହାରି ପାରିବନି। ବିଧାୟକ କଥା ଦେଇଛନ୍ତି ଯେ ଏଭଳି ଏକ ଦଣ୍ଡ ଦିଆଯିବ ଯେ କେହି ଅଞ୍ଚଳବାସୀ ଜାଣିବେ ଯେ ନାହିଁ ପ୍ରକୃତରେ ପ୍ରଶାସନ ସବୁବେଳେ ମୋହନ ସରକାର ଲୋକମାନଙ୍କ ସରକାର ଏ ନରେନ୍ଦ୍ର ମୋଦୀର ସରକାର ଡବଲ ଇଞ୍ଜିନ ସରକାର 24 ବର୍ଷ ଭିତରେ ଏଭଳି ଏମାନେ ଏତେ ଭୁଲ କରିଛନ୍ତି କିଛି ହେଇନାହିଁ କିନ୍ତୁ ଆମ ସରକାର ଏମିତି କେବେ ଜଘନ୍ୟ କାଣ୍ଡ ଘଟିନାହିଁ। ତେଣୁ ଯେଉଁ ଆତତା ଏ ସବୁ ଦୃଶ୍ୟ କରିଛନ୍ତି ତାଙ୍କୁ ନିଶ୍ଚିନ୍ତ ଦଣ୍ଡ ଦେବ। ଆପଣ ଶୁଣିଥିଲେ ଯେ ଅଛନ୍ତି ସରପଞ୍ଚ ସେ ତାଙ୍କ ମତାମତ ଦଉଥିଲେ ଏବଂ 24 ବର୍ଷର ଏମିତି ବହୁତ ଘଟଣା ଘଟିଥିବା ବେଳେ ଏଇ ଯୋଉ ସରକାରରେ ଗୋଟିଏ ଘଟଣାକୁ ନେଇକି ଏମିତି ରାଜନୀତିକରଣ ନ କରାଯାଉ ଏବଂ ଯିଏ ମୃତ୍ୟୁବରଣ କରିଛନ୍ତି ଯୋଉ ଛାତ୍ରୀ ତାକୁ ଉଚିତ ଦଣ୍ଡ ଦିଆଯିବା ପାଇଁ ବିଧାୟକ ଏବଂ ସ୍ଥାନୀୟ ଯିଏ ସରପଞ୍ଚ ଅଛନ୍ତି ସେ ତାଙ୍କର ମତ ପ୍ରକାଶ କରିଛନ୍ତି। ମାର୍ଥାପୁରରୁ ଫନିଭୂଷଣ ମହାକୁଡ଼ ବଡ ଖବର।